ଅରୁପା ଷ୍ଟଡି ପଏଣ୍ଟ ୟୁଟ୍ୟୁବ୍ ଚ୍ୟାନେଲକୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ। ଆଜି ଏହି ଭିଡ଼ିଓରେ ଆମେ ଉତ୍କର୍ଷ ଓଡ଼ିଆର ସହଯୋଗାତ୍ମକ ଶିକ୍ଷଣ ସୋପାନ ଅନ୍ତର୍ଗତ କାର୍ଯ୍ୟପତ୍ରିକା 16 କ ଏବଂ 16 ଖକୁ କରିବା। ଯେଉଁ ଛାତ୍ରଛାତ୍ରୀମାନେ ଚ୍ୟାନେଲଟିକୁ ନୂଆ ଆସିଛନ୍ତି କିମ୍ବା ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ସେମାନଙ୍କୁ ଅନୁରୋଧ ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯଦ୍ୱାରା ସେମାନଙ୍କୁ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ମିଳିପାରିବ। ଚାଲନ୍ତୁ ଆରମ୍ଭ କରିବା। କାର୍ଯ୍ୟପତ୍ରିକା 16 କ'ଣ ଅଛି ଦେଖ। ପଢ଼ିବା ଓ ସୂଚନା ଅନୁସାରେ କାମ କରିବା। ନମ୍ବର 1ରେ ଅଛି ଦେଖ, ଆଗେ କଏଦୀମାନଙ୍କୁ କଳା ପାଣି ପାର କରାଯାଉଥିଲା। ବାକ୍ୟରେ କଳା ପାଣି ଶବ୍ଦକୁ କେଉଁ ଚିହ୍ନ ଦ୍ୱାରା ଚିହ୍ନା ଯାଇଛି? କଳା ପାଣିର ଉପରେ ଦେଖ ଦୁଇ ସାଇଡ଼ରେ ଦୁଇଟି କ'ଣ ଅଛି? ଉଦ୍ଧୃତି ଚିହ୍ନ ଅଛି। ଆମକୁ କୁହାଯାଇଛି ଏଇ ଚିହ୍ନ କ'ଣ? ଏଇଠି ତମେ କରିବ ଉଦ୍ଧୃତ ଚିହ୍ନ। ତଳେ ଦେଖ ଅପସନ୍ ଥିଲା କମା, ପ୍ରଶ୍ନବାଚକ, ଉଦ୍ଧୃତ ଚିହ୍ନ ଆଉ ପୂର୍ଣ୍ଣଚ୍ଛେଦ। ତମେ ଉତ୍ତରରେ ଲେଖିବ ଉଦ୍ଧୃତ ଚିହ୍ନ। ତାପରେ ଦେଖ ନମ୍ବର 2ରେ କ'ଣ ଅଛି? ଡାକ୍ତର ବାବୁ, ତାପରେ ଦେଖ କମାଟିଏ ଅଛି, ମୋତେ ବଞ୍ଚାନ୍ତୁ। ବନ୍ଧନୀ ଭିତରେ ଥିବା ଚିହ୍ନଟି କ'ଣ? ଏହା ନିଶ୍ଚିତ ଭାବରେ ଛାତ୍ରଛାତ୍ରୀମାନେ ଜାଣିଛ, କମା। ହେଲା, ଲେଖିଦେବ କମା। ବର୍ତ୍ତମାନ ଆମେ ନମ୍ବର 3କୁ ଯିବା। ନମ୍ବର 3ରେ କ'ଣ ଅଛି ଦେଖ, କର୍ତ୍ତବ୍ୟ ପରାୟଣତା ଏକ ଭଲ ଗୁଣ। ବାକ୍ୟ ଶେଷରେ କେଉଁ ଚିହ୍ନ ଲାଗିବ? ଏଇଠି ଆମେ କ'ଣ କରିବା? ପୂର୍ଣ୍ଣଚ୍ଛେଦ ଦେବା। ଠିକ୍ ଅଛି, କାରଣ ଏହା ପ୍ରଶ୍ନ ନୁହେଁ କିମ୍ବା ଶେଷକୁ କମା ମଧ୍ୟ ଲାଗିବ ନାହିଁ। ବାକ୍ୟର ପରିସମାପ୍ତି ଘଟିଛି, ତେଣୁ ଆମେ ପୂର୍ଣ୍ଣଚ୍ଛେଦ ଚିହ୍ନଟିଏ ଦେବା। ନମ୍ବର 4 କ'ଣ ଅଛି ଦେଖ, ତୁମର ନାମ କ'ଣ? ଏଠି କେଉଁ ଚିହ୍ନ ଦିଆଯାଇଛି? ଏଠି ଶେଷରେ ଅଛି ପ୍ରଶ୍ନବାଚକ ଚିହ୍ନ, କାରଣ ଏହା ଗୋଟିଏ ପ୍ରଶ୍ନ ବାକ୍ୟ ଅଟେ। 5 ନମ୍ବର ଦେଖ, କଥାରେ ଅଛି ସତ୍ୟର ଜୟ। ସତ୍ୟର ଜୟ ପରେ ଦେଖ ଉପରେ କ'ଣ ହେଇଛି? ଉଦ୍ଧୃତି ଚିହ୍ନ, ଡବଲ ଉଦ୍ଧୃତି ଚିହ୍ନ ଲାଗିଛି। ଏହାକୁ କ'ଣ କହିବା? ଏହାକୁ ମଧ୍ୟ ଆମେ ଉଦ୍ଧୃତ ଚିହ୍ନ ହିଁ କହିବା। ଉତ୍ତରରେ ଲେଖିଦେବ ଉଦ୍ଧୃତ ଚିହ୍ନ। ବର୍ତ୍ତମାନ ଆମେ କାର୍ଯ୍ୟପତ୍ରିକା 16 କକୁ ଯିବା। ଏଠି ଅଛି ଦେଖ, ପଢ଼ିବା ଓ ଠିକ୍ ଶବ୍ଦଟିକୁ ବାଛି ଲେଖିବା। ରୀତା ତା ଡେସ୍କ ଗେହ୍ଲା ଝିଅ। ଏଠି ଅପସନରେ କ'ଣ ଅଛି? ବାପା, ବାପାଙ୍କୁ, ବାପାଙ୍କର, ବାପାଙ୍କ ଠାରୁ। ହେଲା, ଏଠି ତମେ କ'ଣ କରିବ? ବାପାଙ୍କର କରିବ। ହେଲା, ବାପାଙ୍କର ଗେହ୍ଲା ଝିଅ। ୟାକୁ କୁହାଯାଏ ବିଭକ୍ତି ଚିହ୍ନ କୁହାଯାଏ। ହେଲା, ବାପା ସହିତ ଙ୍କର ଲାଗିଛି। ନମ୍ବର 2ରେ ଅଛି ଦେଖ, ଭାତ। ଏଠି ହବ ଆମର ପ୍ରଧାନ ଖାଦ୍ୟ। ନମ୍ବର 3 ଦେଖ, ଆକାଶର ରଙ୍ଗ ନୀଳ। ଠିକ୍ ଅଛି। 4ରେ ଅଛି ଶିକ୍ଷକ ମିତାକୁ ପଚାରିଲେ, ତୁମର କି ଅସୁବିଧା ହେଲା? ନମ୍ବର 5ରେ ଅଛି ଦେଖ, ରାସ୍ତାରେ ଥିବା କାରଟି ରାମବାବୁଙ୍କର। ହେଲା, ରାମବାବୁଙ୍କର, ରାମବାବୁଙ୍କ ଠାରେ, ରାମବାବୁଙ୍କ ଦ୍ୱାରା ଦେଇଛି। ଉତ୍ତରରେ ହେବ ରାମବାବୁଙ୍କର। ବର୍ତ୍ତମାନ ଆମେ କାର୍ଯ୍ୟପତ୍ରିକା 16 ଖକୁ ଯିବା। ଏଠି ଗୋଟିଏ ଅନୁଚ୍ଛେଦ ଦେଇଛି ଦେଖ, ନିମ୍ନ ଅନୁଚ୍ଛେଦଟିକୁ ପଢ଼। ଅଜା କହିଲେ, ତୁ ଛାଡ଼ିବୁ ନାହିଁ ଦେଖୁଛି। ଆର୍କିମିଡ଼ିସ୍ ଖାଲି ଜଣେ ବଡ଼ ବୈଜ୍ଞାନିକ ନଥିଲେ, ସେ ଜଣେ ଗଣିତଜ୍ଞ ମଧ୍ୟ ଥିଲେ। ଏହି ଅନୁଚ୍ଛେଦଟିକୁ ଛାତ୍ରଛାତ୍ରୀମାନେ ନିଜେ ନିଜେ ପଢ଼ି ନେବ। ତାପରେ ଆମେ ଏଇଠୁ ଯେଉଁ ପ୍ରଶ୍ନ ଆସୁଛି ପ୍ରଶ୍ନ ଗୁଡ଼ିକୁ କରିବା। ଦେଖ, ପ୍ରଶ୍ନ 1ରେ ଅଛି, ଏହି ଅନୁଚ୍ଛେଦରେ ଥିବା ରେଖାଙ୍କିତ ପଦଗୁଡ଼ିକୁ ଅଲଗା କରି ତଳେ ଲେଖିବା। ଦେଖ, ଯେଉଁ ଯେଉଁ ଶବ୍ଦର ତଳେ ଗାର ଦିଆଯାଇଥିଲା ତାକୁ ଆଣି ଆମେ ଏଇଠି ଲେଖିବା। ଲେଖିଦେଲ, ଅଜା ପାଣିକୁଣ୍ଡରୁ ବିଜ୍ଞାନର ତଥ୍ୟକୁ ସୁନାରେ ପାତ୍ରରେ, ମୁକୁଟଟିକୁ ପାତ୍ରରୁ ବାହାରକୁ, ତାକୁ ପାତ୍ରଟିରେ, ଓଜନର ପାତ୍ରରେ, ଫଳରେ, ମୁକୁଟଟି ଇତ୍ୟାଦି ଲେଖିଦେବ। ତାପରେ ନମ୍ବର 2ରେ ଅଛି ସେହି ଶବ୍ଦ ଗୁଡ଼ିକୁ ଆଉ ଥରେ ପଢ଼ିବା। ତମେ କ'ଣ କରିବ? ପ୍ରଶ୍ନ 1କୁ ପୁଣି ଥରେ ପଢ଼ି ନେବ। ବର୍ତ୍ତମାନ ଆମେ ଯିବା ନମ୍ବର 3କୁ। ଏଠି ଅଛି ଦେଖ, ସେହି ଶବ୍ଦ ଗୁଡ଼ିକରେ ଯେଉଁ ବିଭକ୍ତି ବ୍ୟବହାର ହୋଇଛି ତାହା ପ୍ରଥମେ କହିବା, ତାପରେ ଲେଖିବା। ଯେପରି ପାଣିକୁଣ୍ଡରୁ, ରୁ ହେଲା ପଞ୍ଚମୀ ବିଭକ୍ତି। ଏଠି ତମେ ଲେଖିବ, ଶବ୍ଦ ଗୁଡ଼ିକୁ ଲେଖିବ।
तापर को विभक्ति कहब विभक्ति चिन्ह को मध्य लिखिब। एठी अछि देख अजा, अजा हला प्रथमा विभक्ति, एठी विभक्ति चिन्ह किछि नाही। तापर देख पानी कुंड रु, कुंड सहित कोन लागिछि रु लागिछि, ये पंचमी करिवो आउ रु अछि देखुछ। विज्ञानर, विज्ञानर षष्ठी आउ विभक्ति चिन्ह हला र। तथ्यटी एठी टी अछि देख ये प्रथमा विभक्ति, तथ्य कु हे गले ये द्वितीय विभक्ति हबो। सुना रे, रे माने ये तृतीय विभक्ति। पात्र रे, पात्र रे ये सप्तमी विभक्ति। ठीक अछि। तापर देख मुकुट टीकू, ये हेउछि द्वितीय विभक्ति। कु पात्र रु हला पंचमी विभक्ति। रु बाहर को ये द्वितीय विभक्ति। कु हला तार चिन्ह। पुणी अच्छे देख ताकू, एठी द्वितीय विभक्ति, कु हेउछि यार चिन्ह। तापरे पात्र टीरे, रे हला सप्तमी विभक्ति। ओजन र हला षष्ठी। पात्र रे पुणे सप्तमी। फल रे ये हला तृतीय विभक्ति। आ मुकुट टीकू ये हला प्रथमा विभक्ति हला। मुकुट टी अछि, टी हला तार विभक्ति चिन्ह। एपरि भाबरे एही कार्यफर्द गुडी को परिसमाप्ति करिवो।